ସୃଷ୍ଟି ହେଲା ଲଘୁଚାପ ଭିଜିବ ଏହିସବୁ ଜିଲ୍ଲା। ଉତ୍ତର ବଙ୍ଗୋପସାଗରରେ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଆଗାମୀ 7 ଦିନ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେଉଁଝରରେ ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏବେ 10 ତାରିଖରୁ ବର୍ଷାର ପରିମାଣ ବଢ଼ିବା, ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ଅଧିକ ନ ରହିଲେ ମଧ୍ୟ ପାର୍ବଣରେ ବର୍ଷା ହେବାର ଢେର ସମ୍ଭାବନା ରହିଛି। ସେପଟେ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ଯୋଗୁଁ ଗୁଳୁଗୁଳି ହେଉଥିବା କଥା କୁହାଯାଇଛି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ପରବର୍ତ୍ତୀ ଖବର ଉପରେ ଚାଲନ୍ତୁ ଏବେ ନଜର ପକାଇବା। ଡଙ୍ଗାବୁଡ଼ି କଙ୍ଗରରେ 87 ମୃତ୍ୟୁ। ଏକ ଡଙ୍ଗାବୁଡ଼ିରେ କଙ୍ଗରରେ 87 ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଡଙ୍ଗାଟି କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ ବୋଲି କୁହାଯାଇଛି। କଙ୍ଗରର ପୂର୍ବ ଭାଗରେ ଲେକ୍ ଭିକୁରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏବେ ମଧ୍ୟ 78 ଜଣ ଲୋକ ନିଖୋଜ ଅଛନ୍ତି। ତେବେ ପ୍ରକୃତ ପକ୍ଷେ ଏହି ଡଙ୍ଗାରେ କେତେ ଲୋକ ଯାତ୍ରା କରୁଥିଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି। ଡଙ୍ଗାଟି ମିନଭାରୁ ସାଉଥ କିବୁ ଯାଉଥିବା ବେଳେ ପ୍ରବଳ ଢେଉ ନ ସମ୍ଭାଳି ପାରି କିଟୁକୁ ବନ୍ଦରରୁ 700 ମିଟର ଦୂରରେ ଏହା ବୁଡ଼ି ଯାଇଥିଲା। ସର୍ବକାଳୀନ ରେକର୍ଡ ସ୍ତରରେ ସୁନା। ଶୁକ୍ରବାର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ମୁତାବକ 10 ଗ୍ରାମ ପିଛା 24 କ୍ୟାରେଟ ସୁନା ଦର 467 ଟଙ୍କା ବୃଦ୍ଧି ହୋଇଛି। ତେବେ ଦିନ ମଧ୍ୟରେ କାରବାର ଏହା 118 ଟଙ୍କା ହ୍ରାସ ହୋଇଛି। ଏହାକୁ ଦେଖିଲେ ଚଳିତ ବର୍ଷ ଦର 12,612 ଟଙ୍କା ମହଙ୍ଗା ହୋଇଛି। ସେହିଭଳି ଶୁକ୍ରବାର ରୂପା ଦର ମଧ୍ୟ ଊର୍ଦ୍ଧ୍ୱ ରହିଛି। ଏହା କିଲୋ ପିଛା 1,615 ଟଙ୍କା ବୃଦ୍ଧି ପାଇ 92,200 ଟଙ୍କା ସ୍ତରରେ ରହିଛି। ସାଇବର ଠକେଇ ମୁକାବିଲା କରିବ ଡିଓଡି। ସାଇବର ଠକେଇ ମୁକାବିଲା କରିବାକୁ ଡିଓଡି ବିଭାଗ ଅଣ୍ଟା ଭିଡ଼ିଛି। ଜାଲ କଲ୍ଗୁଡ଼ିକ ବନ୍ଦ କରିବାକୁ ଏକ କେନ୍ଦ୍ରିକ ବ୍ୟବସ୍ଥା ଆଣିବାକୁ ଡିଓଡି ଯୋଜନା ରଖିଛି। ସ୍ପାମ୍ କଲ୍ଗୁଡ଼ିକ ରିପୋର୍ଟ କରିବାକୁ ନାଗରିକମାନଙ୍କୁ ଚକ୍ଷୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।